ଜୟ ଜଗନ୍ନାଥ। ଭଗବାନ ସମସ୍ତଙ୍କୁ ଅଲଗା ଅଲଗା ପ୍ରକାର ସବୁବେଳେ କଳାରେ ଜନ୍ମ କରିଥାନ୍ତି, କିନ୍ତୁ ସମସ୍ତଙ୍କ ଭିତରେ ଗୋଟିଏ ସେଇ ସାଧାରଣ କଳାଟା ରହିବା ଦରକାର, ଯେଉଁଟା ହେଉଛି କଥା କହିବାର ଶୈଳୀ। ଆଉ ସେଇ କଥା କହିବାର ଶୈଳୀଟା ଯାହାର ଯେତେ ସୁନ୍ଦର, ସେ ମଣିଷଟା ସେତେ ସୁନ୍ଦର ହେଇଥାଏ। ଆଉ ସେଇ କଥା କହିବାର ଶୈଳୀଟା ଗୋଟେ ହେଉଛି ଅଦ୍ଭୁତ କଳା, ଯେଉଁଟା ସମସ୍ତଙ୍କ ପାଖରେ ସମାନ ଭାବରେ ନଥାଏ। ଆଉ ସମସ୍ତେ ସେଇ କଥା କହିବାର ଶୈଳୀଟାର ଢଙ୍ଗ ସମାନ ଭାବରେ ଜାଣିନଥାନ୍ତି। ତ ସମସ୍ତଙ୍କର କଥା କହିବାର ଶୈଳୀ ହେଉଛି ସବୁବେଳେ ଅଲଗା ଅଲଗା। ତ ଏଠି କଥା କହିବାର ଶୈଳୀଟା ସବୁବେଳେ ନିଜର ମନ ଉପରେ ନିର୍ଭର କରେ। ତ ଆମର ମନ ଯେତେ ସ୍ୱଚ୍ଛ ରହିବ, ତ ଆମ କଥା କହିବାର ଶୈଳୀ ମଧ୍ୟ ସେତେ ସୁମଧୁର ହେବ। ତ ବିଷଠାରୁ ଏ ବିଷାକ୍ତ ମଧ୍ୟ ଏଇ କଥା କହିବାର ଶକ୍ତି। ତ ବିଷଠାରୁ ବିଷାକ୍ତ ହେଉଛି ଏଇ କଥା। ତେଣୁ କଥା କହିବା ଶୈଳୀଟାକୁ ସବୁବେଳେ ସମସ୍ତେ ସୁମଧୁର କରିବାକୁ ଚେଷ୍ଟା କରିବା। କାହିଁକିନା ଏ କଥାଟା ହେଉଛି ଯେତିକି ସୁନ୍ଦର ସେତିକି ମଧ୍ୟ ଖରାପ। କାହିଁକିନା ଏ କଥା ଦ୍ୱାରା ଆମେ ଜଣକୁ ଆକୃଷ୍ଟ କରିପାରିବା, ଜଣକୁ ମୋହିତ କରିପାରିବା। ଆଉ ଏହି କଥା ଦ୍ୱାରା ମଧ୍ୟ ଆମେ ଅନ୍ୟ ଜଣଙ୍କ ମନରେ ସବୁବେଳେ ରାଗ ବି ଆଣିପାରିବା ବା ଖରାପ ମନୋଭାବ ବି ଆଣିପାରିବା। ତ ଆମର ଏଇ କଥା ଉପରେ ନିର୍ଭର କରେ କି ଆମର ଭାବନା, କି ମୁଁ ଯାହା କହୁଛି, ମୋ କହିବା ଦ୍ୱାରା କି ଅନ୍ୟର ଉପରେ କ'ଣ ପ୍ରଭାବ ପକାଉଛି, ଭଲ ପ୍ରଭାବ ନା ଖରାପ ପ୍ରଭାବ। ତ ଏଠି କହିବାର କଥା କି ଏ ବିଷଠାରୁ ବିଷାକ୍ତ ହେଉଛି କଥା କହିବାର ଶକ୍ତି। ତେଣୁ କଥା କହିବା ଆଗରୁ ସବୁବେଳେ ଭାବିବା ଦରକାର କି ମୁଁ କ'ଣ କହୁଛି, କ'ଣ କରୁଛି, କି ମୁଁ କହିବା ଦ୍ୱାରା କାହା ଉପରେ କେଉଁ ପ୍ରକାର ପ୍ରଭାବ ପକାଉଛି। ତ ମୋର କହିବାର ଶକ୍ତି କହିବା ଦ୍ୱାରା ତ ଲୋକଙ୍କ ମନରେ କେଉଁ ପ୍ରକାର ଭାବନା ଆସୁଛି, ମୋ ପ୍ରତି ଭଲ ଭାବନା ଆସୁଛି ନା ଖରାପ ଭାବନା। ତ ଯଦି ଏଇଟା ଆମେ ବୁଝିଯିବା କି ଆମ କହିବା ଶକ୍ତିଟା ହେଉଛି ଆମ ପାଇଁ ଗୋଟେ ଭଲ ଭାବନା ସୃଷ୍ଟି କରିପାରୁଛି, ତାହେଲେ ଦେଖିବେ ସବୁବେଳେ ଆମ ଭାବନାଟା ପରିବର୍ତ୍ତନ ହେଇଯିବ। ଆଉ ଗୋଟେ ସୁନ୍ଦର ଭାବନା ସୃଷ୍ଟି ହେବ, ଆଉ ସୁନ୍ଦର ବାତାବରଣ ସୃଷ୍ଟି ହେବ। ସୁନ୍ଦର ଭାବନା ସୃଷ୍ଟି ହେଉଛି ଆମ କଥା ଦ୍ୱାରା, କି ଜଣକୁ ଶାନ୍ତି ମିଳୁଛି, ତ ଦେଖିବେ ଆପେ ଆପେ ସେ ବାତାବରଣଟା ମଧ୍ୟ ସୁନ୍ଦର ହେଇଯିବ। ଆଉ ସୁନ୍ଦର ବାତାବରଣଟେ ସୃଷ୍ଟି ହେଲେ ପରିବେଶଟା ଆପେ ଆପେ ଶାନ୍ତମୟ ହେଇଯିବ, ଯେଉଁଠି ମନ ଆପେ ଆପେ ଖୁସି ହେଇଯିବ। ଆଉ ମନ ଖୁସି ହେଇଗଲେ ଆପେ ଆପେ ସେ ପରିବେଶ ଖୁସି ହେଇଯିବ, ପରିବେଶ ମଧ୍ୟ ସୁନ୍ଦର ଲାଗିବ, ଶାନ୍ତି ଲାଗିବ। ଯେଉଁ ଜାଗାରେ ମନ ହୃଦୟ ଖୁସି ଥାଏ, ସବୁବେଳେ ସେ ଜାଗାରେ ଶାନ୍ତି ଅବସ୍ଥାନ କରନ୍ତି। ତ ଏଠି କହିବାର କଥା ହେଲା କି ଆମର କଥା କହିବାର ଶୈଳୀଟା ସବୁବେଳେ କେମିତିକା ହେବା ଦରକାର, କି ଆମର କଥା କହିବାର ଶୈଳୀଟା ସବୁବେଳେ ସୁନ୍ଦର ହେବା ଦରକାର, କି ଧୀର, ନମ୍ର, ଭଦ୍ର ଏଇଭଳି ହେବା ଦରକାର। କି ଆମେ ଯଦି କଥା କହିବାର ଶୈଳୀଟା ସବୁବେଳେ ରାଗ, ଅହଙ୍କାର ଭାବରେ ରହିବ, ତାହେଲେ ଦେଖିବେ ଆମ ପ୍ରତି ଲୋକଙ୍କର ଭାବନାଟା ସବୁବେଳେ ସେମିତି ହିଁ ହେବ, ଖରାପ ହେବ। ତ ଆମେ ଯାହା ବି ହେଇଥାଉ, ତ ଆମର କଥା କହିବାର ଶୈଳୀଟା ଯଦି ଠିକ୍ ଥିବ ନା, ତ ଲୋକ ନିଶ୍ଚିତ ଆମକୁ ଭଲ କହିବେ। ଆମେ ଯେତେ ଦୁଃଖ କଷ୍ଟରେ ଥାଆନ୍ତୁ ନା କାହିଁକି, ଯେତେ ଅସୁବିଧାରେ ଥାଆନ୍ତୁ ନା କାହିଁକି, ଯଦି ପଦଟିଏ କଥା କହିବା, ତ ସେଇ କଥାଟା, ସେଇ ପଦଟିଏ କଥା ଯଦି ସୁନ୍ଦର ହେଇଥିବ ନା, ଅତି ସରଳ ହେଇଥିବ ନା, ଲୋକ ଆମକୁ ଭଲ କହିବେ। ତ ଆମ ଏଇ କହିବା ଶୈଳୀଟା ହେଉଛି ଗୋଟେ ସବୁବେଳେ ପାଇଁ ନିଆରା ହେବା ଦରକାର। ତ ସେଇଥିପାଇଁ ଦେଖିବେ ଯେତେକ ସଫଳ ବ୍ୟକ୍ତିତ୍ୱ ସବୁବେଳେ କମ୍ କଥା କହୁଥିବେ, କିନ୍ତୁ ସେଇ କମ୍ କଥା ଭିତରେ ତାଙ୍କ କଥା କହିବା ଶୈଳୀଟା ଥିବ ଗୋଟେ ସବୁବେଳେ ଅଲଗା। କି ସେମାନେ ସବୁବେଳେ ଚାହାନ୍ତି କି ଆମ ସଫଳତା ପଛରେ ଯେଉଁ ସବୁ ସଂଘର୍ଷ ରହିଛି, ତାକୁ ଆମେ କେମିତି ସୁନ୍ଦର ଭାବରେ କହିପାରିବା,
ତ ସେଇ କହିବା ଦ୍ୱାରା ସେ ତାଙ୍କ କହିବାର ଶୈଳୀ ଦ୍ୱାରା ସେ ଆମକୁ ଆକୃଷ୍ଟ କରିଦିଅନ୍ତି। ଆଉ ବି ବହୁତ କିଛି ଲୋକ ଅଛନ୍ତି ଯେଉଁମାନେ କି ସଫଳ ହୁଅନ୍ତୁ ବା ନ ହୁଅନ୍ତୁ, କିନ୍ତୁ ସେମାନଙ୍କ କହିବା ଶୈଳୀଟା ସବୁବେଳେ ଅଲଗା ହେଇକି ଥାଏ, ଯେଉଁଥିପାଇଁ ଲୋକେ ତାଙ୍କୁ ସବୁବେଳେ ଭଲ କୁହନ୍ତି। ସେ ହୁଏତ ଧନୀ ହେଇପାରିନଥାନ୍ତି କାହିଁକି ନା ସଫଳ ବି ହେଇନଥାନ୍ତି ନା କିନ୍ତୁ ସେମାନଙ୍କ କଥା କହିବା ଶୈଳୀଟା ସବୁବେଳେ ସୁନ୍ଦର ହେଇଥାଏ। ସେଇଥିପାଇଁ ତ କୁହାଯାଏ ବିଷଠାରୁ ବିଷାକ୍ତ ହେଉଛି ଏ କଥା। ତେଣୁ ସେଇ କଥା କହିବା ବେଳେ ସବୁବେଳେ ଆମେ ଭାବିବା ଦରକାର କି ଆମେ କ'ଣ କହୁଛୁ, କି ଆମ କହିବା ଦ୍ୱାରା କାହା ପ୍ରତି ଖରାପ ଭାବନା ସୃଷ୍ଟି ହେଉନି ତ ଆମ ପାଇଁ, କି ମୁଁ ଯାହା କହୁଛି ମୋ କହିବା ଦ୍ୱାରା କେହି ଜଣେ କଷ୍ଟ ନ ପାଉ। ତ ଏଇଟା ହିଁ ଗୋଟେ ଆମ ଭିତରର ସବୁଠୁ ବଡ଼ କଳା ହେବା ଦରକାର ଆମ ଭିତରରେ। ତ ମୁଁ ଏଇଥିପାଇଁ କହୁଛି କି ସବୁବେଳେ ସୁମଧୁର କଥା କୁହ, ଭଲ କଥା କୁହ, କି ଯେଉଁ କଥା ଦ୍ୱାରା ଆମେ ଅନ୍ୟମାନଙ୍କୁ ନିଜର କରିପାରିବା, ଅନ୍ୟମାନେ ଯେମିତି ଆମକୁ ଭଲ ପାଇବେ। ଆମେ ତ କାହାକୁ କିଛି ଦେଇପାରିବାନି, ତ ଦେଇ ନ ପାଇଲେ କ'ଣ ହେବ? ଆମ କଥାର ଭାବନା, କଥା ଦ୍ୱାରା ଲୋକଙ୍କ ଭାବନା ଯେମିତି ଭଲ ହେବା ଦରକାର, କଥା କହିବା ଶୈଳୀରେ ଯେମିତି ଆମକୁ ଅନ୍ୟମାନଙ୍କୁ ଆକୃଷ୍ଟ କରିପାରୁଥିବା ଦରକାର। ଏହା ହିଁ ହେଉଛି ଗୋଟେ ସଫଳ ବ୍ୟକ୍ତିତ୍ୱର ଲକ୍ଷଣ ମଧ୍ୟ।